ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ଏହି ଅନଲାଇନ୍ ମେଧାବୀ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ପୁନଃ ତୃତୀୟ ଶ୍ରେଣୀର ଭାଇ ଭଉଣୀମାନଙ୍କୁ ମାତୃଭାଷାର ଏକ ନୂତନ ଆଲୋଚନାକୁ ସ୍ୱାଗତ କରୁଛି। ଆଜି ଆମେ ପ୍ରାଦେଶିକ ମେଧା ପରୀକ୍ଷା 2005-06ର ପ୍ରଶ୍ନକୁ ନେଇଛେ, ଯେଉଁଥିରୁ ବ୍ୟାକରଣଗତ ପ୍ରଶ୍ନଗୁଡ଼ିକୁ ଗୋଟିକ ପରେ ଗୋଟିଏ ଗଢ଼େଇ ଚାଲିବା। ଖାତା କଲମ ପ୍ରସ୍ତୁତ? ତାହେଲେ ମୋ ସାଥେ ସାଥେ ଲେଖି ଚାଲିବା। ପ୍ରଥମ ପ୍ରଶ୍ନ 9 ନମ୍ବରରେ ଅଛି, ଭଲ ମନ୍ଦ ଅର୍ଥାତ୍ ସିଧାସଳଖ କହିବାକୁ ଗଲେ ଆମକୁ ଆସିଗଲା କ'ଣ? ବିପରୀତ ଅର୍ଥବୋଧକ ଶବ୍ଦ। ତ ପ୍ରବଳର ବିପରୀତ ଅର୍ଥବୋଧକ ଶବ୍ଦ କ'ଣ ଆସିବ? ଏସ୍, ପ୍ରବଳ ଦୁର୍ବଳ। ପ୍ରବଳ ଦୁର୍ବଳ। ତମେ କହିବ ଯେ ଗୁରୁଜୀ ଦୁର୍ବଳ ସବଳ, ସେ ବି ଠିକ୍ ହେଲା। ପ୍ରବଳର ମଧ୍ୟ ଦୁର୍ବଳ। ନିନ୍ଦନୀୟ, ମୋତେ କହିଦିଅ ନିନ୍ଦାର କ'ଣ ଲେଖିଛେ? ଆଗରୁ ଲେଖିଥିଲେ ନିନ୍ଦା ପ୍ରଶଂସା। ନିନ୍ଦା ପ୍ରଶଂସା, ତାହେଲେ ନିନ୍ଦନୀୟର କ'ଣ ହେବ? ମୋତେ କୁହ, ମୁଁ ସେ ଯାଏ ନେଉଛି। ନିନ୍ଦାର ପ୍ରଶଂସା। ନିନ୍ଦନୀୟ ପ୍ରଶଂସନୀୟ। ଲେଖିପାରିଲ? ନିନ୍ଦନୀୟ ପ୍ରଶଂସନୀୟ। ସ୍ୱର୍ଗର କ'ଣ ହେବ? ପିଲେ ଏଇ ଶବ୍ଦଟା ଦେଖିଲେ ହେବ କି? ନର୍କ। ସ୍ୱର୍ଗର ନର୍କ ହେବ ନା ନାହିଁ? ପିଲେ ମନେ ରଖିବା, ଜମାରୁ ହେବ ନାହିଁ। ସ୍ୱର୍ଗର କ'ଣ ହେବ? ଏଇ ଯେଉଁ ନର୍କ ଆମେ କହୁନେ ନା, ଠିକ୍ ଶବ୍ଦଟା ହେଲା ନରକ। ଆଉ ଥରେ କହିବା, ସ୍ୱର୍ଗ ନରକ। ସ୍ୱର୍ଗ ନରକ। ଉର୍ବର କ'ଣ ହେବ ମୋତେ କହିଲ? ଅନୁର୍ବର। ବନାନ ଠିକ୍ ହେଲା? ଦେଖିଲ? ଅନୁର୍ବର ଏ ଶବ୍ଦଟା ଦେଖିପାରିଲ? ଅନୁର୍ବର ଏ ଯେଉଁ ଶବ୍ଦଟା, ମୋତେ କୁହ, ଅନୁର୍ବର ଏକୁ ଲେଖିବା ନା ଦୀର୍ଘଉ ଲେଖିବା? ଦୁଇଟା ଭିତରୁ କେଉଁଟା ଲେଖିବା? ଅନୁର୍ବର ହର୍ଷଉ ନା ଦୀର୍ଘଉ? ଉର୍ବରରୁ ହେଇଛି ଅନୁର୍ବର। ଉର୍ବର ତ ହର୍ଷଉ ଅଛି। ଅନୁର୍ବର ହର୍ଷଉ ହେବ ନା ଦୀର୍ଘଉ ହେବ? ଟାଇମ୍ ନେବ? ନାଇଁ, ମୁଁ କହିଦେଉଛି। ପିଲେ ଦୁଇଟା ଯାକ ଠିକ୍ ହେବ। ଅନୁର୍ବର ଦୁଇଟା ଠିକ୍ ହେବ। ପିଲେ ଏଇ ଯେଉଁ ପ୍ରବଳ ଶବ୍ଦଟି ଦେଖିଲେନି, ପ୍ରବଳର ଯଦି ଲିଙ୍ଗ ପରିବର୍ତ୍ତନ କରିବାକୁ କହିବ, ପ୍ରବଳର ଲିଙ୍ଗ ବଦଳେଇଲେ କ'ଣ ହେବ? ବିପରୀତ ଲିଙ୍ଗ ହେଲା, ସ୍ତ୍ରୀଲିଙ୍ଗ ହେଲା ପ୍ରବଳା। କ'ଣ ହେବ? ପ୍ରବଳା ହେଲା। ପ୍ରବଳ। ଏଇଟା କ'ଣ? ଏଇଟା ବିପରୀତ ଶବ୍ଦ ନୁହେଁ, ଏଇଟା ହେଉଛି ବିପରୀତ ଲିଙ୍ଗ। ଲେଖିଦେଉଛି ବୋଧେ। ଏଇଟା ହେଉଛି ତା ସ୍ତ୍ରୀଲିଙ୍ଗ। ପ୍ରବଳର ସ୍ତ୍ରୀଲିଙ୍ଗ ହେଲା ପ୍ରବଳା। ଏବେ ବୁଝିଗଲା ତ? ଏଇଟା ମୁଁ ଅଧିକା କହିଲି ଜାଣିବା ପାଇଁ। ପ୍ରବଳା। ଓକେ, ବାକ୍ୟରେ ବ୍ୟବହାର କରିବା। ପୁଣି ଆସିଲା ବ୍ୟର୍ଥତା। ଏହା କାହାର ବ୍ୟର୍ଥତା କହିଦିଅ? ଏହା କାହାର ବ୍ୟର୍ଥତା? ତୁମର ନା ମୋର? ନା, ଏହା ମୋର ବ୍ୟର୍ଥତା। ହେଲା, ଏହା ମୋର ବ୍ୟର୍ଥତା। ପ୍ରାଚୁର୍ଯ୍ୟ। ପିଲେ ପ୍ରାଚୁର୍ଯ୍ୟ ଲଗେଇ ବାକ୍ୟ କୁହ। ପ୍ରାଚୁର୍ଯ୍ୟ ଧନ ସମ୍ପତ୍ତି ପୁରା ଗଦା ହେଇଛି, ସାରାମ। ତମେ ଯେମିତିଆ ଜିଉନ ସେଇଟା ତ ଆମ ବେଳେ ସିନା ଅଭାବ କଷ୍ଟ ଆମେ ଜାଣୁଥିଲୁ। ତମର କ'ଣ ଅଛି ରେ ବାବା? ପିଲେ ପ୍ରାଚୁର୍ଯ୍ୟରେ ବିଦ୍ୟା ଏତେ ଆରାମରେ ପଢ଼ିବ, ସେ ଜମା ପାଠ ହେବନି। ପ୍ରାଚୁର୍ଯ୍ୟରେ ବିଦ୍ୟା ହୁଏନି ହେଲା, ବିଦ୍ୟା ମିଳେ ନାହିଁ। ଟିକେ କଷ୍ଟ କରରେ ପିଲେ, ଟିକେ କଷ୍ଟ କର।
ଗୁରୁଜୀ କେତେ କଷ୍ଟ କରୁଛନ୍ତି ତମ ପାଖରେ ପ୍ରଶ୍ନ ପହଞ୍ଚାଉଛନ୍ତି, ତୁମେ ହଏସ୍ ଆରାମରେ ବସିକି ଫୋନ୍ଟା ଦେଖିବ ଲେଖିବ, ସେତିକି ଯଦି ନ କରିବ ଆଉ ପାଠ କେମିତି ହେବ? ପ୍ରାଚୁର୍ଯ୍ୟରେ ବିଦ୍ୟା ହୁଏ ନାହିଁ, ଅଧ୍ୟବସାୟ ଦରକାର, କଷ୍ଟ ଦରକାର ହେଲା। ପିଲେ ଦେଇଛି ପୁଣି ଲିଙ୍ଗ ବଦଳାଇବା ପାଇଁ ଶିକ୍ଷକ ଶିକ୍ଷିକା, ଶିକ୍ଷକ ଶିକ୍ଷିକା। ତାହେଲେ ବକ୍ତା କ'ଣ ହେବ? ବକ୍ତା ଭାବ ଟିକେ, ବକ୍ତା ପିଲେ ରଫଳା ଦେବା ଦୀର୍ଘଇକାର ବକ୍ତ୍ରୀ, ବକ୍ତା ବକ୍ତ୍ରୀ, ନେତା ନେତ୍ରୀ, ଦାତା ଦାତ୍ରୀ ହେଲା, ଅଭିନେତା ଅଭିନେତ୍ରୀ, ଉପନେତା ଉପନେତ୍ରୀ, ଶିକ୍ଷୟିତା ଶିକ୍ଷୟିତ୍ରୀ ହେଲା। ଏ ଯେଉଁ ଭଲ୍ଲୁକ, ଏ ଭଲ୍ଲୁକ ଶବ୍ଦରେ ସ୍ତ୍ରୀଲିଙ୍ଗ କେମିତି କରିବା? ଭଲ୍ଲୁକ କୁହ, ଭଲ୍ଲୁକର ସ୍ତ୍ରୀଲିଙ୍ଗ କେମିତି କରିବା? ପଛେ ଅପସନ୍ ଦେଇଦେଉଛି, ଭଲ୍ଲୁକା କରିବା ନା ଭଲ୍ଲୁକି କରିବା, କେଉଁଟା କରିବା କୁହ? ଦୁଇଟାକ ହେଲା, ଦୁଇଟାକ ଠିକ୍ ହେବ। ଭଲ୍ଲୁକା ଭଲ୍ଲୁକି ମାନେ ଭାଲୁର ସ୍ତ୍ରୀଲିଙ୍ଗ ମ, ଭଲ୍ଲୁକା ଭଲ୍ଲୁକି, ଭାଲୁକୁ ଆମେ କହୁଛେ, ସଂସ୍କୃତ ଶବ୍ଦଟା ହେଲା ଭଲ୍ଲୁକ, ଭଲ୍ଲୁକର ହେଲା ଭଲ୍ଲୁକା ଭଲ୍ଲୁକି, ଦୁଇଟାକ ଠିକ୍ ହେବ। ଆଶୀର୍ବାଦ ଏଇଟା ଆଗରୁ ଯାଇଥିଲା, ବନାନଟା ଖାଲି ଠିକ୍ କରିଦିଅ, ବେଶୀ ଗପିବାନି। ଆଶୀର୍ବାଦ। ବିଷଣ୍ଣ, ବିଷଣ୍ଣ ଏବେ ଯାଇଥିଲା, ଏବେ ଦିନେ ଦୁଇ ଦିନ ଭିତରେ ଯାଇଛି ହେଲା। ବିଷଣ୍ଣ, ବିଷଣ୍ଣ, ରେଫେ ଦେବାର ପ୍ରଶ୍ନ ଉଠୁନାହିଁ ହେଲା। ବିଷଣ୍ଣ, ଆଶୀର୍ବାଦ, ବିଷଣ୍ଣ ବନାନ ଦେଖିଲେ ଆଗକୁ ଯିବା। ବର୍ଣ୍ଣକୁ ଦୁଇଟି ଅର୍ଥରେ ଦୁଇଟି ବାକ୍ୟରେ ବ୍ୟବହାର କର। ବର୍ଣ୍ଣ, ବର୍ଣ୍ଣର କେତେ ଅର୍ଥ ଅଛି ରେ ପିଲେ, କେତେ ଅର୍ଥ ଅଛି ହେଲା। ବର୍ଣ୍ଣ ମାନେ ହେଲା, ଆଗ ମାନେ ଗୁଡ଼ା ଜାଣ, ବର୍ଣ୍ଣ ମାନେ ଜାତି ହେଲା, ବର୍ଣ୍ଣ ମାନେ ଅକ୍ଷର ହେଲା। ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ କହୁନ, ଜାତି ଅକ୍ଷର ରଙ୍ଗ ହେଲା, ରଙ୍ଗ। କଳା ବର୍ଣ୍ଣ ମୋତେ ବଢ଼ିଆ ଲାଗେ ହେଲା। ମୁଁ ସ୍ୱରବର୍ଣ୍ଣ ଶିଖିଛି, ତୁମର ବର୍ଣ୍ଣ କ'ଣ ମାନେ ତୁମର ଜାତି କ'ଣ? ଆଉ କ'ଣ ପିଲେ, ଆହୁରି ବର୍ଣ୍ଣ ମାନେ ସୌନ୍ଦର୍ଯ୍ୟ, ସୌନ୍ଦର୍ଯ୍ୟର ଗୋଟେ ବାକ୍ୟ କୁହ। ତମର ବର୍ଣ୍ଣ କାହିଁ ମଳିନ ପଡ଼ିଯାଇଛି ନା ସୌନ୍ଦର୍ଯ୍ୟ କମିଯାଇଛି? ବର୍ଣ୍ଣ ମଳିନ ପଡ଼ିଯାଇଛି ହେଲା। ଆଉ ଗୋଟେ ଦୁଇଟା ଅକ୍ଷର ଅର୍ଥ ଅଛି, ବଡ଼ ହେଲେ ପଢ଼ିବ ହେଲା। ଏ ଶବ୍ଦର ଅର୍ଥ ଜାଣିବା ପାଇଁ ଆମେ କ'ଣ ବ୍ୟବହାର କରେ? ଆମେ ଛୋଟ ପିଲା କରୁନ, ତାକୁ କୁହେ ଡିକ୍ସନାରୀ ହେଲା। ଶବ୍ଦକୋଷ, ଶବ୍ଦକୋଷ, ଛୋଟିଆ ଡିକ୍ସନାରୀ, ବଡ଼ ଡିକ୍ସନାରୀ। ଓଡ଼ିଆ ଭାଷା ତ ଏତେ ବଢ଼ିଆ ଭାଷା ଯେ, ଏତେ ପୁରୁଣା ଭାଷା ଯେ, ବହୁତ ବଡ଼ ଶବ୍ଦକୋଷ ବି ଆର ଅଛି। ଆମ ଭାଷା, ଆମ ମାତୃଭାଷା ହେଲା। ଏଇ ଶବ୍ଦକୋଷ ଦେଖିଲେ ତମେ ସବୁ ବିଭିନ୍ନ ଅର୍ଥ ଜାଣିପାରିବ। ଚାରିଟା ଅର୍ଥ, ଆକୁ ଦୁଇଟାକୁ ଆମେ କରିବା। ପ୍ରଥମଟା ନେବା ଅକ୍ଷର ହେଲା। ଅକ୍ଷରଟାକୁ ନେଇକରି ଗୋଟେ କରିଦେବ ବାକ୍ୟ ଗୋଟେ କହିଲ ଅକ୍ଷରରେ। ସ୍ୱରବର୍ଣ୍ଣ ସଂଖ୍ୟା କେତେ କହିଲ? ସ୍ୱର ବର୍ଣ୍ଣ ସଂଖ୍ୟା କେତେ ହେଲା? ହେଇଗଲା ବାକ୍ୟ ନା ପ୍ରଶ୍ନବାଚକ ବାକ୍ୟ ଚଳିବନି କି? ହେଇଗଲା ବର୍ଣ୍ଣ, ଏଠି ଅକ୍ଷରରେ କଲେ। ଆଉ ଗୋଟେ ରଙ୍ଗରେ ଗୋଟେ କହିଲ, ରଙ୍ଗ। ତାଙ୍କର ବର୍ଣ୍ଣ ଶ୍ୟାମଳ,
ତାଙ୍କର ବର୍ଣ୍ଣ ହେଲା, ତାଙ୍କର ବର୍ଣ୍ଣ ଶ୍ୟାମଳ ବା ବର୍ଣ୍ଣ କଳା ଲେଖିଦିଅ, ଶୀଘ୍ର ଟାଇପ୍ କରିବା ଦରକାର। ତାଙ୍କର ବର୍ଣ୍ଣ କଳା ହେଲା। ଏଇଟା କେଉଁଟା ଗଲା ନା, ଏଇଟା ରଙ୍ଗ ଅର୍ଥରେ ଗଲା, ରଙ୍ଗ ଅର୍ଥରେ ହେଲା। ଏଇ ଯେଉଁଟା ପ୍ରଥମଟା ଗଲା ବର୍ଣ୍ଣ, ଏଇଟା ହେଲା ଅକ୍ଷର ହେଲା, ଏଇଟା ଗଲା ଅକ୍ଷରରେ, ଅକ୍ଷରରେ ଗଲା। ଦ୍ୱିତୀୟଟା ଗଲା କେଉଁଥିରେ, ରଙ୍ଗ। ଆଉ ସୌନ୍ଦର୍ଯ୍ୟ ଜାତି କହିଦେଲି ହେଲା। ତାଙ୍କର ବର୍ଣ୍ଣ ମୋତେ ଜଣା ନାହିଁ, ମାନେ ତାଙ୍କର ଜାତି ମୋତେ ଜଣା ନାହିଁ। ତମର ଆଜି କାହିଁକି ତମ ବର୍ଣ୍ଣ ମଳିନ ପଡ଼ିଯାଇଛି, ମାନେ ତମ ସୌନ୍ଦର୍ଯ୍ୟ ମଳିନ ପଡ଼ିଯାଇଛି। ଲେଖିବ ସବୁ ଖାତାରେ। ନିମ୍ନଲିଖିତ ଶବ୍ଦମାନଙ୍କର ଗୋଟିଏ ପ୍ରତିଶବ୍ଦ ଲେଖ। ମୁଁ ତ ଗୋଟିଏ ଲେଖିଦେଇଛି ଅଲରେଡ଼ି। ସୂର୍ଯ୍ୟର ତପନ, ଅଗ୍ନିର ଅନଳ। ଚଳେଇଦେବା କି ରେ, ଗୋଟାଏ ଲେଖି ଚଳେଇଦେବା। ସୂର୍ଯ୍ୟର ତପନ, ତାପରେ ଆଦିତ୍ୟ, ରବି। ହଁ କୁହ, ଖାତା ବାହାର କରିଦେଉନ, ପୁରୁଣା ଖାତା ନହେଲେ। ଦିବାକର, ଦିନକର, ଦିନମଣି, ଦିନପତି, ଦୀନବନ୍ଧୁ। ହଁ ବାହ, ବଢ଼ିଆ। ଦ୍ୟୁମଣି, ଦ୍ୟୁମଣି, ଆଦିତ୍ୟ ହେଲା, ଭାସ୍କର। ଏସବୁ କେତେ ଗୁଡ଼ାକ ଗଲା। ଆଉ ତ ଆମେ ସବୁଦିନ ସବୁଗୁଡ଼ା ଆଉ ଲେଖିବାନି, ଗଲା ଆଉ କିଛି ମନେ ପକେଇଲେ ଆଉ। ଅଗ୍ନିର ହଁ ଅନଳ, ପାବକ, ବହ୍ନି, ବିଭାବସୁ, ହୁତାସନ, ସର୍ବଭକ୍ଷ, ସର୍ବଭୁକ୍, ବାୟୁସଖ, ବୈଶ୍ୱାନର। ସ୍କ୍ରିନଶଟ୍ ନେଇଯାଅ, ବ୍ୟସ୍ତ ହୁଅନି। ବିତିହୋତ୍ର, ଚିତ୍ରଭାନୁ, କୃଷାନୁ, ଧୂମକେତନ, ଶିଖି, ସୂଚି, ବୃହଦ୍ଭାନୁ, ହୁତଭୁକ୍। ଶବ୍ଦ ଶୁଣି ନଥିବ ପା। କୁପିଟ ଯୋନି, ଧନଞ୍ଜୟ ହେଲା। ଇଏ ଅଗ୍ନି ଉପରେ ପିଲା ଗୁରୁତ୍ୱ ଦେଲି, ଆଜି ସୂର୍ଯ୍ୟଙ୍କ ଉପରେ ଗୁରୁତ୍ୱ ଦେଲି ନାହିଁ। ତଥାପି ସୂର୍ଯ୍ୟକୁ ଆଉଥରେ ପଢ଼ିବା ହେଲା। ତପନ, ଆଦିତ୍ୟ, ରବି, ଦିବାକର, ଦିନକର, ଦିନମଣି, ଦିନପତି, ଦୀନବନ୍ଧୁ, ଦ୍ୟୁମଣି, ଭାସ୍କର, ଆଦିତ୍ୟ। ଆଉ ଦୁଇ ଚାରିଟା ଲେଖ ନହେଲେ, ଜାଣିଥା। ମିତ୍ର ହେଲା, ମିତ୍ର ପରେ ହଁ ଛାଡ଼ି ଯାଉଛି କୁଆଡ଼େ ବେ। ମିତ୍ର ସବିତା ହେଲା, ସବିତା ଲେଖିଥିଲେ କ'ଣ, ସବିତା। ଏଇଭଳିଆ ସବୁ ଆଉ। ମିତ୍ର, ଭାନୁ ବି ଲେଖିନି ତ, ହଁ ନା ଲେଖିନି। ହଁ ଭାନୁ ଲେଖ, ଭାନୁ, ବିବସ୍ୱାନ, ବିକର୍ତ୍ତନ, ଏସବୁ ସୂର୍ଯ୍ୟଙ୍କର ପ୍ରତିଶବ୍ଦ। ଓକେ, ମନ ମୋର ପଡ଼ୁନି ଆଉ, ତମେ କ'ଣ କହିବ। ବିବସ୍ୱାନ କହୁଥିଲି, ଏ ଦେଲେ ଠିକ୍ ନଦେଲେ ଠିକ୍ ଇତ୍ୟାଦି ରହିଲା। ଅଗ୍ନିର ଅନଳ, ପାବକ, ବହ୍ନି, ବିଭାବସୁ ଉଚ୍ଚାରଣ କରୁଥା, ହୁତାସନ, ସର୍ବଭକ୍ଷ, ସର୍ବଭୁକ୍, ବାୟୁସଖ ମାନେ ବାୟୁଙ୍କର ସଖା, ବାୟୁସଖ, ବୈଶ୍ୱାନର, ବିତିହୋତ୍ର, ଚିତ୍ରଭାନୁ,
କୃଷାନୁ, ଧୂମକେତନ, ଶିଖି, ସୂଚି, ବୃହଦ୍ଭାନୁ, ହୁତଭୁକ୍, କୁପିତ ଯୋନି, ଧନଞ୍ଜୟ। ମେନ୍ କଥାଟା ଛାଡ଼ିଗଲାରେ ପିଲେ, ସେଇଟା ହେଉଛି ଭାସ୍କର। ମାନେ ଆଜି ଦିନ ଭିତରେ ଯେଉଁ ପଢ଼ିଲେ ଭାସ୍କର, ଇଏ ଭାସ୍କର ହେଉଛନ୍ତି ସୂର୍ଯ୍ୟଙ୍କର ପ୍ରତିଶବ୍ଦ, ଅଗ୍ନିଙ୍କର ମଧ୍ୟ ପ୍ରତିଶବ୍ଦ ହେଲା। ଦେଖ ପିଲେ, ତପନ, ଆଦିତ୍ୟ, ରବି, ଦିନକର, ଦୀନବନ୍ଧୁ, ନମତି, ଦିଉମଣି, ଭାସ୍କର ହେଲା। ଭାସ୍କର ହେଉଛନ୍ତି କାହାର? ଆମର ଏଠି ସୂର୍ଯ୍ୟଙ୍କର ପ୍ରତିଶବ୍ଦ ଲେଖିଛେ ଭାସ୍କର, ଆଉ ଏଇଟା ଅଗ୍ନିଙ୍କର ମଧ୍ୟ ପ୍ରତିଶବ୍ଦ। ଏଇଟା ମନେ ରହିବ ସହଜରେ, ଦୁଇଟାକୁ ବୋଲ୍ଡ କରିଦେଲି ହେଲା। ଶୂନ୍ୟ ସ୍ଥାନ ପୂରଣ କର। ବଡ଼ ଡ୍ୟାସ୍ କଣ୍ଟା ଡ୍ୟାସ୍, ବଡ଼ ଡ୍ୟାସ୍ କଣ୍ଟା ଡ୍ୟାସ୍ କହିଲ। ଢଗଢମାଳି ଆମର ଯେଉଁଟା କହୁଥିଲି, ଲୋକବାଣୀ, ରୂଢ଼ି, ଏସବୁ ଅଛି। ଫରକ ତମେ ଜାଣନି, ତମେ ଜାଣ ଖାଲି ଢଗଢମାଳି। ବଡ଼ ମାଛର କଣ୍ଟା ସାର। ଯେତେ ବଡ଼ ମାଛ ଆଣିବ ସେତେ ବେଶୀ କଣ୍ଟା। ବଡ଼ ମାଛର କଣ୍ଟା ସାର ହେଲା। ଉଦାହରଣ ଦେଖିକିରି ପୁଣି ପିଲେ ଯୁକ୍ତାକ୍ଷର ଉପରେ ଆସିଲା। ଯୁକ୍ତାକ୍ଷର ଉପରେ ଅଙ୍ଗଙ୍ଗ ହର୍ଷେଇ ଦେଇଛି। ହଁ ବଢ଼ିଆ, କ'ଣ ପ୍ରଶ୍ନ ଗୋଟାଏ, ଉତ୍ତର ଆଉ ଗୋଟାଏ। ନେଇ ଟାଇପ୍ ବାସି ନବାକୁ ଏତେ। ହଁ, ୱ ହଲନ୍ତ, ଗ ହଲନ୍ତ, ଇ ଗି ଯେଉଁଟା, କେମିତି ଏଇଟା କୁହ? ଏଇଟା ଗୋଟାଏ କରିଥିଲେ, ଚ ହଲନ୍ତ ଯୁକ୍ତ ଛ ହଲନ୍ତ। ହଁ, ଆଉ ତ ରହିଲା କ'ଣ ଛାଡ଼ିଲି ଯେ ଆଉ ହର୍ଷଉ ହେଲା। ଚହଲ ଛୁ ଇଏ ଗଲା। ପୁଣି ରମେଶ ପଚାରିଲା, ଏଠି କ'ଣ ଦେବା? କମା, ଆରମ୍ଭ କରିବା ବିରାମ ଚିହ୍ନ ହେଲା। କେଉଁ କ'ଣ ଏଠି ଆସିବ? ଉଦ୍ଧୃତି ଚିହ୍ନ ଚାଲିଲା, ଆରମ୍ଭ ହେଲା। ବାପା, ବାପା ପାଖରେ କମା ଦେଲେ ଚଳିବ, ନହେଲେ ଏଇ ଚିହ୍ନଟା ସମ୍ବୋଧନ, ସରି ଆମର ଯେଉଁଟା ବିସ୍ମୟ ଚିହ୍ନଟାକୁ ସମ୍ବୋଧନ ପାଇଁ ବ୍ୟବହାର କରିବା। ବାପା, ରେଡ଼ିଓ ଯନ୍ତ୍ର କିଏ ଉଦ୍ଭାବନ କରିଥିଲେ? କ୍ୱେଶ୍ଚିନ୍ ମାର୍କ, ତାପରେ ଉଦ୍ଧୃତି ଚିହ୍ନ ଶେଷ ହେଲା। ଉଦ୍ଧୃତି ବେଳେ ଏଇଭଳିଆ ଚିହ୍ନ ଆମକୁ ଦେବାକୁ ପଡ଼ିବ ହେଲା। ରମେଶ ପଚାରିଲା, ବାପା, ରମେଶ ପଚାରିଲା କମା। ଦେଖିପାରୁଛ ତ ଚିହ୍ନ ଗୁଡ଼ାକ, ଆଉ ଯିବାନି ହେଲା। ଦେଖ କେତେ କେତେ କଥା ଆଜିଗଲାଣି। ଆମ ଗ୍ରାମରେ ଏକ ବିଦ୍ୟାଳୟ ଡ୍ୟାସ୍ ହୋଇଛି ସ୍ଥାପନ। ଏକ ବିଦ୍ୟାଳୟ ସ୍ଥାପନ ହୋଇଛି ନା ସ୍ଥାପିତ ହୋଇଛି? ଏକ ବିଦ୍ୟାଳୟ ସ୍ଥାପିତ ହୋଇଛି ହେଲା। ମୋର ଖାଦ୍ୟର ଆବଶ୍ୟକ ନାହିଁ ନା ଆବଶ୍ୟକତା ନାହିଁ? ଖାଦ୍ୟର ଆବଶ୍ୟକତା ହେଲା। ଖାଦ୍ୟର ଆବଶ୍ୟକ, ଖାଦ୍ୟ ଆବଶ୍ୟକ, ମୋର ଖାଦ୍ୟ ଆବଶ୍ୟକ, ମୋର ଖାଦ୍ୟର ଆବଶ୍ୟକତା ଅଛି ବା ନାହିଁ, ଯାହା କରୁଛ କର। ଆମେ ଗୋଟିଏ ବିଦ୍ୟାଳୟ ସ୍ଥାପନ କଲୁ। ଆମ ଗ୍ରାମରେ ଏକ ବିଦ୍ୟାଳୟ ସ୍ଥାପିତ ହୋଇଛି। ବିଦ୍ୟାଳୟ ସ୍ଥାପିତ ହୋଇଛି, ଆମେ ସ୍ଥାପନ କଲୁ ହେଲା। ଓକେ, ତାହେଲେ ଆଜି ପିଲେ କ'ଣ କ'ଣ ସବୁ ପଢ଼ି ଆସିଲେ ଦେଖିଦେବା। ଇଏ ଗଲା ବିଶେଷ ବିଶ୍ଳେଷଣ ସରଳତା, ମୂଳଠୁ ପୁରା ଦେଖି ଆସିବା ହେଲା। ସ୍ପିଡ଼ରେ ଅଛେ, ମୂଳଠୁ ଦେଖି ଆସିବା, କିଛି ବ୍ୟସ୍ତ ହେବାର ନାହିଁ। ହଁ, ଆସିଗଲା। ତାହେଲେ ଆସିଲା ବିପରୀତ, ଭଲ ମନ୍ଦ, ପ୍ରବଳ ଦୁର୍ବଳ, ନିନ୍ଦନୀୟ ପ୍ରଶଂସନୀୟ, ସ୍ୱର୍ଗ ନରକ, ଉର୍ବର ଅନୁର୍ବର, ହର୍ଷଉ ଦୀର୍ଘ ସବୁ ଠିକ୍। ଆଉ ଏଠି ପ୍ରବଳର ସ୍ତ୍ରୀଲିଙ୍ଗଟା ପ୍ରବଳା, ୟାକୁ କାଟିକିରି ସ୍ତ୍ରୀଲିଙ୍ଗରେ ପକାଇଦେବା ଏଠୁ ହେଲା। ଏଠୁ ନେଇଯିବା, କେଉଁଠି ନେଇଯିବା?
ସ୍ତ୍ରୀଲିଙ୍ଗ ଆମର ଏଠି ବାହାରିବ ନା, ଏଠି ସ୍ତ୍ରୀଲିଙ୍ଗରେ ପକାଇଦେଲେ ଆଉ କି ଏଇଟା ଦରକାର ହେବନି କିଛି, ହେଲା ନା। ଖାଲି ଜାଣିବା ପାଇଁ ଆମେ ତାକୁ ରଖିଲେ। ତାପରେ ପ୍ରବଳ ଗଲା, ନିନ୍ଦନୀୟ ବିପରୀତ ହେଲା ପ୍ରଶଂସନୀୟ, ସ୍ୱର୍ଗ ନରକ, ଉର୍ବରର ବିପରୀତ ଅନୁର୍ବର, ହେଲା। ଉଚ୍ଚାରଣରୁ ବି ଦେଖୁନ ଦୀର୍ଘ ମାନେ ପ୍ରାୟ ଦୀର୍ଘ ହେଇଯାଉଛି, ହେଲା। ହର୍ଷ ବି ଠିକ୍, ଦୀର୍ଘ ଠିକ୍। ବ୍ୟର୍ଥତା, ଏହା ମୋର ବ୍ୟର୍ଥତା। ପ୍ରାଚୁର୍ଯ୍ୟ, ପ୍ରାଚୁର୍ଯ୍ୟରେ ବିଦ୍ୟା ମିଳେ ନାହିଁ, ଏ ବାକ୍ୟଟି ଭୁଲ ହେବ। କାହିଁକିନା ଏପର୍ଯ୍ୟନ୍ତ ତୁମେ ପୂର୍ଣ୍ଣଚ୍ଛେଦ ଦେଇନାହ। ବାକ୍ୟ ଲେଖିକି ଯଦି ପୂର୍ଣ୍ଣଚ୍ଛେଦ ନ ଦେବ, ହଁ ପ୍ରାଚୁର୍ଯ୍ୟରେ ବିଦ୍ୟା ମିଳେ ନାହିଁ, ଏ ବାକ୍ୟ କଲେ ଆମେ। ତାପରେ ଲିଙ୍ଗ ବଦଳିଲେ ଶିକ୍ଷକ ଶିକ୍ଷିକା, ବକ୍ତା ବକ୍ତ୍ରୀ, ଭଲ୍ଲୁକ ଭଲ୍ଲୁକା ଭଲ୍ଲୁକୀ, ପ୍ରବଳ ପ୍ରବଳା। ଶୁଦ୍ଧ କରି ଲେଖ। ଆଶୀର୍ବାଦ ବିଷଣ୍ଣ। ତାପରେ ବର୍ଣ୍ଣର ଆଗ ଚାରିଟା ଅର୍ଥ ବାହାର କଲେ, ଜାତି ଅକ୍ଷର ରଙ୍ଗ ସୌନ୍ଦର୍ଯ୍ୟ। ସେଥିରୁ ଅକ୍ଷରରେ କଲେ ବାକ୍ୟ ସ୍ୱରବର୍ଣ୍ଣ ସଂଖ୍ୟା କେତେ, ରଙ୍ଗରେ ଆଗୁଟା କଲେ ତାଙ୍କର ବର୍ଣ୍ଣ କଳା। ତାପରେ ପ୍ରତିଶବ୍ଦକୁ ମନେ ପକାଇଲେ, ସୂର୍ଯ୍ୟଙ୍କର କିଛି ମନେ ପକାଇଲେ, ତପନ ଆଦିତ୍ୟ ରବି ଦିବାକର ଦିନକର ଦିନମଣି ଦିନପତି, ଦୀନବନ୍ଧୁ ଦେଉମଣି ଭାସ୍କର ଆଦିତ୍ୟ ମିତ୍ର ସବିତା ଭାନୁ ବିବସ୍ୱାନ ବିକର୍ତ୍ତନ, ହେଲା। ତାପରେ ଅଗ୍ନିର ସେମିତି, ଅଗ୍ନିଟାକୁ ଆଜି ଦୁଇଥର ପଢ଼ିବା। ଅଗ୍ନିର ଅନଳ ପାବକ ବହ୍ନି ବିଭାବସୁ ହୁତାସନ, ଏଇ ପର୍ଯ୍ୟନ୍ତ ମନେ ରଖ। ଏଇ ପାଞ୍ଚଟାକ ଅନଳ ପାବକ ବହ୍ନି ବିଭାବସୁ ହୁତାସନ। ସର୍ବଭକ୍ଷ ସର୍ବଭୁକ୍, ବାୟୁର ସଖା, ବାୟୁ ଆସିଲେ ଅଗ୍ନି ଜୋରରେ ଜଳେ, ବାୟୁ ସଖ। ବୈଶ୍ୱାନର, ବିତିହୋତ୍ର, ଚିତ୍ରଭାନୁ, କୃଷାନୁ, ଧୂମକେତନ, ଧୂମକେତୁ ନୁହେଁ ଧୂମକେତନ, ଧୂଆଁ ଯାହାର ପତାକା, ଅଗ୍ନିରୁ ଧୂଆଁ ବାହାରେନି। ଶିଖି, ହେଲା। ଆଉ ସୂଚି, ସବୁଠୁ ପବିତ୍ର ସୂଚି। ବୃହତ୍ ଭାନୁ, ଭାନୁ ହେଲେ ସୂର୍ଯ୍ୟ, ଅଗ୍ନି ହେଲେ ବୃହତ୍ ଭାନୁ। ହୁତଭୁକ୍, ଆମେ ଯେଉଁ ଆହୁତି ସବୁ ଦେଉଛେ ସବୁ ଖାଇଦେଉଛି, ହୁତଭୁକ୍। କୁପିଟ ଯୋନି, ଧନଞ୍ଜୟ। ଭାସ୍କର, ଭାସ୍କରକୁ ବୋଲ୍ଡ କରିଛେ, ଭାସ୍କର ସୂର୍ଯ୍ୟଙ୍କର ପ୍ରତିଶବ୍ଦ, ଅଗ୍ନିଙ୍କର ପ୍ରତିଶବ୍ଦ। ତାପରେ ଆସିଲେ ଢଗଢ଼ମାଳିରେ ବଡ଼ ମାଛର କଣ୍ଟାସାର, ହେଲା। ତାପରେ ଆମେ ଯୁକ୍ତାକ୍ଷର ବିଶ୍ଳେଷଣ କଲେ, ଓହଲନ୍ତ ଗହଲନ୍ତ ଇ ଅଙ୍ଗଙ୍ଗୀ, ଏଇଟା ଚହଲନ୍ତ ଛହଲନ୍ତୁ ଛୁ ଯେଉଁ ହେଇଛି, ୟାକୁ ଆମେ ଦେଖିଲେ। 19 ନମ୍ବରରେ ବିରାମ ଚିହ୍ନକୁ ଲକ୍ଷ୍ୟ କରିଦେବା। ରମେଶ ପଚାରିଲା, ବାପା ରେଡ଼ିଓ ଯନ୍ତ୍ର କିଏ ଉଦ୍ଭାବନ କରିଥିଲେ? ପ୍ରଶ୍ନବାଚକ ଚିହ୍ନ ପରେ ଉଦ୍ଧୃତି ଚିହ୍ନ ସରିବ। ଆମ ଗ୍ରାମରେ ଏକ ବିଦ୍ୟାଳୟ ସ୍ଥାପିତ ହୋଇଛି, ମୋର ଖାଦ୍ୟର ଆବଶ୍ୟକତା ନାହିଁ, ହେଲା। ଯାହା ହଉ ପିଲେ, ବହୁ ସମୟ ଧରିକିରି ଦୀର୍ଘ 23-24 ମିନିଟ୍ ଧରିକିରି ତୁମମାନେ ଶୁଣି ଆସିଲ ଏବଂ ଖାତାରେ ନିହାତି ଲେଖିଛ, ହେଲା। ଆଉ ବେଶୀ କହିବେନି, ହ୍ୱାଟ୍ସଆପ୍ ନମ୍ବରଟି ଦେଖାହେଉଛି, ଯାହା କରିବା କଥା କରିବ। ହଁ, ବହୁତ 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 ଧନ୍ୟବାଦ।